ପାରାଦୀପ ପିପିଏଲ ଫାଟକ ପାଖରେ ପଡ଼ିଛି ଶବ। ସକାଳ ପ୍ରହରୁ ଯାଉନି ପୋଲିସ। ଶବ ପଚି ଦୁର୍ଗନ୍ଧରେ ଲୋକେ ପାଖ ପଶି ପାରୁନାହାନ୍ତି। ଶବର ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଯୁବକ ଜଣକ କିଏ ଓ ତାଙ୍କର କିଭଳି ଭାବେ ମୃତ୍ୟୁ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ପୋଲିସ ଜିଆରପିକୁ ଓ ଜିଆରପି ପୋଲିସ ସ୍ଥାନୀୟ ପୋଲିସକୁ ଅନେଇଥିବା ବେଳେ ଅତ୍ୟାବଧି ମୃତଦେହ ଜବତ ହୋଇନି କି ତଦନ୍ତ ମଧ୍ୟ ଆରମ୍ଭ ହୋଇପାରିନଥିବା ଜଣାପଡ଼ିଛି। ତେବେ କିଛି ଦିନ ପିପିଏଲ ସାରଳା କଲୋନୀରେ ରହୁଥିବା ପୂର୍ବରୁ ଜଣେ ଯୁବକ ନିଖୋଜ ଥିବା ବେଳେ ସ୍ଥାନୀୟ ଲୋକେ ସେହି ଯୁବକ ବୋଲି ଅନୁମାନ କରୁଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଦିଶାଖା ନ୍ୟୁଜ।